ପିଲାଟି କୋଣାର୍କ ବୁଲିବାକୁ ଯାଉଥିଲା ଜବରଦସ୍ତ ବର୍ଷାରେ ଓଦା ହେଇକି ଗଞ୍ଜି ପ୍ୟାଣ୍ଟ ଖୋଲିବା ଉପରେ ବସିଲାଣି। ଆଉ କଣ କହିବେ, କଣ କହୁଥିଲେ ବାଟରେ, କଣ କହୁଥିଲେ କହିଦିଅନ୍ତୁ ଟିକେ ଆମ ଦର୍ଶକ ମାନଙ୍କୁ ଟିକେ କଣ କହିବାର ଥିଲା। ନାଇଁ ନାଇଁ କହିଦିଅ ଟିକେ ମୁହଁଟା ଦେଖେଇ କଣ ଟିକେ କହିଦିଅ, କଣ କହିବାର ଅଛି କହିଦିଅ। ଆସନ୍ତୁ ବାବୁ ଆସନ୍ତୁ। କହିବା କହିଥିଲା ତମର ଲାଷ୍ଟକୁ। ଆସନ୍ତୁ ବାବା। ତ ଆମେ ଏଠି ବର୍ଷାର ମଜା ନେଉଛୁ, ମୁଁ ଆଉ ମୋ ସାଙ୍ଗ, ଆଉ 2 ଜଣ ଅଛନ୍ତି ସିଆଡ଼େ କୁଆଡ଼େ ପଳେଇଲେଣି ହାତରେ। ତ କହିବାର କଥା ହେଉଛି କ'ଣ କହିବି, କହୁନୁ ଟିକେ କ'ଣ କହିବା କଥା। ହାଇ ଫ୍ରେଣ୍ଡସ୍, ଆମେ ତ ସମସ୍ତେ ଚାଲୁଛୁ କୋଣାର୍କ ବର୍ଷାରେ। ଆଉ ପାଗ ଦେଖିବାକୁ ଆପଣ ଦେଖନ୍ତୁ କେତେବେଳେ ମୁଁ ବର୍ତ୍ତମାନ ଯାଉଛି। ଆଜି ମନ ହେଇଛି ହଠାତ୍ ବାହାରୁଛୁ ଆଗରେ ଲାଗୁ ଚନ୍ଦନପୁରରେ ଏଠି ଆମେ ବରା ଆଉ ଡାଲମା ଦେଖିବାକୁ ଫେମସ୍ କରୁଛୁ। ଆଉ ତାପରେ ଆଗକୁ କରିବା ପାଇଁ ଆଉ ବର୍ତ୍ତମାନ ଦେଖନ୍ତୁ ଆମେ ଯାଉଛୁ ଏବେ, କୋଣାର୍କ ଯାଉଛୁ, ସରି କୋଣାର୍କ ଯାଉଛୁ ଏବେ। ତ ଯିବା ବାଟରେ ବହୁତ ଜୋର ବର୍ଷା ହେଇଯାଉଛି, ଆମେ ଭିଜି ଯାଉଛୁ। ଆପଣମାନଙ୍କୁ ମୁଁ ଦେଖାଉଛି ଗୋଟେ ବଢ଼ିଆ ବାଟଟେ, ଦେଖିନଥିବେ, ମୁଁ ଦେଖାଉଛି ଆପଣମାନଙ୍କୁ ଏଇପଟେ ଯିବେ ବୋଲି। ଓହୋ, ଗାଈ ରହିଗଲେ, ସେ ବାଟଟା କାହିଁ ଯିବେ। ଆପଣମାନେ ଦେଖନ୍ତୁ, ଆମେ କୋଣାର୍କ ଯିବା ବାଟରେ ବଢ଼ିଆ ଜନ୍ତୁ ଚରୁଛନ୍ତି ଏଠି, ଘୁଷୁରୀ ଦେଖନ୍ତୁ। ତ ଆପଣ ଗୋଟେ ବଢ଼ିଆ ଜାଗାଟା ମୁଁ ଦେଖେଇବି, ଆପଣମାନେ ଦେଖୁଥିବେ ବଢ଼ିଆ ଜାଗାଟା ଏଠି। ଗାଡ଼ି ରଖୁନ। ହାଏ ହ୍ୟାଲୋ ନମସ୍ତେ, ଭଲରେ ଥାନ୍ତୁ ସମସ୍ତେ। ମୁଁ ନିଲୁ, ମୋତେ ତ କେହି ଚିହ୍ନି ନାହାନ୍ତି, ନୂଆ ମୁହଁ। ତ ଆମେ କୋଣାର୍କ ଯାଉଥିଲୁ, ବାଟରେ ଜୋରିଆ ବର୍ଷା ହେଇଯାଇଛି। ମୁଁ ଆଉ ଆମ ସାଙ୍ଗମାନେ ସବୁ ଯାଉଛୁ। ଇଏ ହେଉଛି ଆମର ପୋଖତ ବାଇଆ, ଖାଲି ଗୀତ ଗାଉଛି ବୁଲି ବୁଲି ଆଇଲା ବେଳୁ। ତ ଆପଣମାନେ ଦେଖୁଥିବେ ଓଦା ବି ହେଇଗଲାଣି। କୋଣାର୍କ ମନ୍ଦିର ପହଞ୍ଚି ପାରିବନି, ଡାଉଟ୍ରେ ଅଛୁ। ଯଦି ପହଞ୍ଚିବ ବୋଲି ତ ଭଲ କଥା, ଆପଣମାନଙ୍କୁ ବ୍ଲଗ୍ଟା ଦେଖେଇବି, ନ ପହଞ୍ଚି ପାରିଲେ ଘରେ ରହିଛି। ତ ବଢ଼ିଆ ପ୍ଲେସ୍ଟା ହେଇଛି, ଆମର ଫଟୋ ଉଠାଇବା ପାଇଁ ଆମର ସବୁ ରେଡ଼ି ହେଇଗଲେ। ଆଉ କୋରିଓଗ୍ରାଫର ଆମର ହେଲମେଟ୍ ପିନ୍ଧିକି ବୁଲୁଛନ୍ତି, ଖୋଲିନାହାନ୍ତି ଏପର୍ଯ୍ୟନ୍ତ। ଆଉ ଟିକେ ଫଟୋ ଉଠାନ୍ତୁ, ଆମେ ଟିକେ ଦେଖିବୁ। ତ ଦେଖନ୍ତୁ ବଢ଼ିଆ ଜାଗାଟା ହେଇଛି, ପୁରା ଗୁମ୍ଫା। ରାସ୍ତା ଏଇଟା କୋଉ ରାସ୍ତା କହୁନ, ମୁଁ ଜାଣିନି, କହିଦିଅ ତମେ ଟିକେ। ଜଗନ୍ନାଥ ରୋଡ। ଜୋର କହୁନ, ତମେ ତ କାଳି ଭଳିଆ ଦେଖାଯାଉଛ। ତ ଫାଇନାଲି ଆମେ ଢାବାରେ ପହଞ୍ଚି ସାରିଛୁ। ଏଇଟା ହେଲା ଚନ୍ଦନପୁର ଢାବା। ତ ଏଠି ପତ୍ର ଆମର ବଢ଼ା ହେଇଯାଇଛି। ତ ଦେଖନ୍ତୁ, ଆପଣମାନେ ଦେଖୁଥିବେ ଏଠି ପୁରା ହାଉସଫୁଲ୍ ଅଛି। ତ ଲୋକମାନେ ବହୁତ ସଂଖ୍ୟାରେ ଏଠିକି ଆସୁଛନ୍ତି ଖାଇବା ପାଇଁ। ତ ଏଠି ସ୍ପେଶାଲ୍ ହେଉଛି ଡାଲମା ଆଉ ବରା। ତ ଦ୍ୱିପହର ଟାଇମ୍ ଆମେ ଡାଲମା ବରା ଖାଇପାରିବୁ ନାହିଁ, ସେଥିପାଇଁ ଆମେ ମିଲ୍ ଅର୍ଡ଼ର କରିଦେଇଛୁ। ତ ମିଲ୍ ଅର୍ଡ଼ର କଲା ପରେ ଆମେ ପିଲାମାନଙ୍କୁ ଦେଖନ୍ତୁ ସବୁ ପୁରା ଅନେଇକି ଅଛନ୍ତି, ଭୋକରେ ବିକଳିଆ ହେଇକି ଅଛନ୍ତି ଖାଇବା ପାଇଁ। ତ ଦେଖନ୍ତୁ ଆଗକୁ କ'ଣ ହେଉଛି, କେମିତି ଖାଉଛୁ, କ'ଣ ଖାଉଛୁ। ପଇସା କ'ଣ ଦବୁ? ପଇସା ନେଇ ଗାଡ଼ିରେ ଦେଲେ ଅସୁବିଧା ହବନି ମୋତେ। ତ ଭାଇ ଏବେ ସବୁ ଜିନିଷ ଆମର ବଢ଼ା ହେଇଯାଇଛି। ତ ପୁରା ଭୋକରେ ପେଟ ଜଳିଲାଣି। ତ ଏତେ ଆଇଟମ୍ ଦେଖିକି ମୁଁ ବି ଆଉ ରହିପାରୁନି। ତ ଚାଲନ୍ତୁ ପୁରା ରେଡ଼ି ମାର୍କାରେ ଲୁଣ ଲଙ୍କା ଚକଟିକି ପୁରା ଖାଇଦେବା। ପ୍ରଦୀପ ବି ଆମର ରେଡ଼ି ହେଇଗଲେଣି, ଗରମ ଗରମ ହାୱା ବାହାରୁଛି, ପୁରା ଜବରଦସ୍ତ ଖାଇବା ଆଜି ହେବ। ଭାଇ ସାଇଡ଼ରେ ଆସି ଖାଆନ୍ତୁ। ଖାଇବା ପିଇବା ସାରି ଆମେ ଏବେ ବାହାରି ଯାଇଛୁ କୋଣାର୍କ ଯିବୁ। ଆଉ କୋଉଠିକି ଯିବୁ, ବହୁତ ଜାଗା ଯିବାର ଅଛି, ଦେଖାଯାଉ କ'ଣ ହେଉଛି। ବର୍ଷା ପାଗ, ତ ଆପଣମାନେ ବି ଆମ ସହିତ ଚାଲନ୍ତୁ କୋଣାର୍କ ଦେଖିବେ। କୋଣାର୍କ ତଥାପି ଆମ ସହିତ ଚାଲନ୍ତୁ, ନିଜର ମଜା ଆସିବ। ଆମ ସହିତ ବହୁତ ନଡ଼ିଆ ଗଛ ବହୁତ ଅଛି। ପୁରୀରେ ତ ଆପଣମାନେ ଜାଣିଥିବେ ନଡ଼ିଆ ଗଛ, ବହୁତ ନଡ଼ିଆ ଗଛ ଅଛି। ଆଉ
ओभरब्रिज ऊपर बहुत पानी भी जाऊँगी वर्षा जोर होती आपने देखिपे देखूँ दृश्य केम देखा हाँ मुझे ओदा ही मो टाक तो अरे मु स्लो को सी जातु व्यस्त अरे किए नो कौन जो गाड़ी आउला तो कोणार्क जा बाटे आम रामचंडी मंदिर ठी आसी पहुँचीचु तो चलते देखिए केमती व्यूटा केमती अच्छी ओ भाई देखुव केमती है पूरा कस कोणार्क बुलिक पड़े आसा कोणार्क बुलिक पड़े आसा कोणार्क बुलिक पड़े आसा हाँ चलो 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 भाई पूरा छिनछत्र जगह देखुए पूरा अलग पर जगह मोर एटा फास्ट टाइम ए जगह मुझे एरिया देखी नी पूरा अलग प्रकार बोटिंग फोटिंग सब जिन देखुँ फास्ट टाइम देखुँ मो जीवन में पाखापाखि कि आसबार नहीं केवे सेपटे आमर दोली खेलुन देखु एपटे डंगार पहरिक जाकि आरपटे दोली खेली पारे देखो मुझे देखा टिके जूम करके आपण मानू ठिया तो शेष में आम कोणार्क मंदिर पाखे पहुँची सारीचु तो कोणार्क आम तो सन्ध्या होगलानी तो देखूँ बहुत सारा लोक ये भी देखा आसुँच भिड़ बहुत सारा भिड़ अच्छी तो सन्ध्या होगलानी तो आम शीघ्र शीघ्र बुलिकी ए घर को बाहर जावा कहीं बाटे वर्षा बहुत जोर हो तो आम असुविधा पड़ जापरू तो आप देखुए कोणार्क मंदिर तो ये देखूँ आपण मैंने तो मुझे पूरा पाखक आसी तो आम समस्ते जाचे आ बहरी पढ़ीचे तो धर्मा यही मंदिर को 700 बढ़े कौन मुंडी मारी तो आपण मैंने देखुए ये पानी कौटी भी ना तो यू समुद्र 5 किलोमीटर पाखापाखि दूरता हम तो आज भी माने मुझे देखला पर जानीपी तो मुझे भावुली जगार पानी फाणी थी बहुत सारा ये हो तो देखला बेलू 5 किलोमीटर तो मैंने भावु था माने पानी तो फाइनाली एवं आम बुलाबुली सरी जाइए तो आम एवं घर को बाहर जावा तो बहुत समय राति हो गलानी तो वर्षा भी खरा होती मत लगुच आगुरी वर्षा होता है खरा होगी आगू वर्षा हबार संभावना अच्छी तो सन्ध्या हो घर को